ମାନେ ଆଲୋଚନା କରିବା ଯେ ପରମାତ୍ମାଙ୍କ ନାମ କ'ଣ ଏବଂ ପରମାତ୍ମାଙ୍କ ନାମରୁ ମଣିଷଙ୍କୁ କ'ଣ ମିଳେ। ପ୍ରଥମେ ଜାଣିବା ପରମାତ୍ମାଙ୍କ ନାମ କ'ଣ ଅଟେ। ପରମାତ୍ମାଙ୍କ ନାମ ହେଉଛି ଓମ୍, ଏକ ଅକ୍ଷର ବ୍ରହ୍ମ। ଯେ ଓମ୍, ଓ ଉ ମ, ଆପଣମାନେ ଯେତେବେଳେ ଓମ୍ର ଉଚ୍ଚାରଣ କରୁଥିବେ ଦେଖିବେ ଯେ ଆପଣଙ୍କର ଜୀବ ହଲୁନଥିବ। ତାହା ହିଁ ପରମାତ୍ମାଙ୍କ ନାମର ବିଶେଷତ୍ୱ ଅଟେ। ଆପଣ ଯେକୌଣସି କଥାବାର୍ତ୍ତା କରନ୍ତୁ ଆପଣଙ୍କର ଜୀବ ହଲିବ, କିନ୍ତୁ ଯେତେବେଳେ ଓମ୍ ଉଚ୍ଚାରଣ କରିବେ ଆପଣମାନେ ସେତେବେଳେ ଆପଣଙ୍କର ଜୀବ ହଲିବ ନାହିଁ। ଯେତେବେଳେ ଆପଣମାନେ ଓମ୍ ଉଚ୍ଚାରଣ କରିବେ ସେତେବେଳେ ଆପଣଙ୍କର ଜୀବ ହଲିବ ନାହିଁ। ତେଣୁ ଓ ଉ ମ, ଆପଣ ଯେତେବେଳେ ଓ ଆରମ୍ଭ କରନ୍ତି ସେତେବେଳେ ଆପଣଙ୍କର ପାଟି ଖୋଲିଯାଏ। ଯେତେବେଳେ ଉ ଉଚ୍ଚାରଣ କରନ୍ତି ସେତେବେଳେ ଆପଣଙ୍କର ଗୋଲାକାର ପାଟି ହେଇଯାଏ। ଯେତେବେଳେ ମ ଉଚ୍ଚାରଣ କରନ୍ତି ସେତେବେଳେ ଆସ୍ତେ ଆସ୍ତେ ପାଟିଟା ବୁଝିଯାଏ। ଯେଉଁ ତ୍ରିଶକ୍ତି ଆପଣଙ୍କର ଯେ ଓ ଉ ମ, ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଏଇ ଯେଉଁ ତ୍ରିଶକ୍ତିର ନାମ ହେଇଛି କ'ଣ? ଓମ୍। ଓମ୍ ଅର୍ଥ ପରମାତ୍ମାଙ୍କର ନାମ ଅଟେ। ତେଣୁ ଆପଣ ଜାଣିଲେ ପରମାତ୍ମାଙ୍କ ନାମ ହେଉଛି ଓମ୍। ତାପରେ ଆମେ ଆଲୋଚନା କରିବା ଯେ ଏଇ ଓମ୍ ଶବ୍ଦରୁ କ'ଣ ବ୍ୟକ୍ତିମାନେ ପାଆନ୍ତି, ମଣିଷମାନେ ପାଆନ୍ତି, ଯାଦ୍ୱାରା କି ହିଁ ପରମାତ୍ମାଙ୍କ ନାମ ଡାକି ଡାକି ସଂସାରରେ ହିଁ ନିଜର ଲୀଳାଖେଳା କରି ଫେରେ ପରମାତ୍ମାଙ୍କ ପାଖକୁ ଫେରି ଯାଆନ୍ତି। କ'ଣ ପରମାତ୍ମାଙ୍କ ନାମ ସ୍ମରଣ କଲେ ପାଆନ୍ତି? ଦୁଇଟି ଜିନିଷ ପରମାତ୍ମାଙ୍କ ନାମ ସ୍ମରଣ କଲେ ପ୍ରତ୍ୟେକ ମଣିଷମାନେ ପାଆନ୍ତି। ଗୋଟେ ହେଉଛି ପରମାତ୍ମାଙ୍କ ନାମରୁ ଅମୃତ ଝରେ। ସେ ଅମୃତ କ'ଣ? ନା ଭକ୍ତିର ଅମୃତ ଆଉ ଶକ୍ତିର ଅମୃତ। ଦୁଇଟି ଆପଣମାନଙ୍କୁ ମୁଁ କହିଛି, ଦୁଇଟି ଜିନିଷ ଆପଣ ପାଆନ୍ତି। ସେ ଯେଉଁ ଅମୃତ, କ'ଣ ସେ ଅମୃତ? ନା ଭକ୍ତି ଆଉ ଶକ୍ତି। ଓମ୍ ଉଚ୍ଚାରଣ କଲେ, ପରମାତ୍ମାଙ୍କ ନାମ ଧରିଲେ ଆପଣ ପରମାତ୍ମାଙ୍କ ପ୍ରତି ଆପଣଙ୍କର ସ୍ନେହ, ସମର୍ପଣ, ଭଲ ପାଇବା ଏବଂ ଆପଣଙ୍କର ଭକ୍ତି ଜାତ ହେବ। ତେଣୁ ଯେତେବେଳେ ପରମାତ୍ମାଙ୍କ ପ୍ରତି ଆପଣଙ୍କର ଭକ୍ତି ରହିବ ସେତେବେଳେ ଆପଣଙ୍କୁ ପରମାତ୍ମା ଯଦି ଆପଣଙ୍କର ଭକ୍ତିରେ ସନ୍ତୁଷ୍ଟ ହେବେ ଆପଣଙ୍କୁ ଶକ୍ତି ଦେବେ। ଶକ୍ତି ଅର୍ଥ ମୁଁ କହିଛି ସଦାସର୍ବଦା ଆପଣମାନଙ୍କୁ, ପରମାତ୍ମା ହେଉଛନ୍ତି ଶକ୍ତି କିନ୍ତୁ ଜୀବାତ୍ମା ହେଉଛନ୍ତି ବ୍ୟକ୍ତି। ତେଣୁ ଶକ୍ତି ଆଉ ବ୍ୟକ୍ତି ଭିତରେ ଆକାଶ ପାତାଳ ତଫାତ। ହଁ, ଆଜିର କିଛି ଅଜ୍ଞାନ ମାନେ ଏ ଜୀବାତ୍ମା ପରମାତ୍ମାଙ୍କ ସହିତ ମିଶେଇ ଦେଉଛନ୍ତି ବା ପରମାତ୍ମା କୌଣସି ମଣିଷମାନଙ୍କ ସହିତ ମିଶେଇ ଆଜି ପ୍ରଚାର ପ୍ରସାର କରୁଛନ୍ତି, ତାହା ଅଜ୍ଞାନ ଅଟେ। ଏବଂ ଓମ୍ ଶବ୍ଦକୁ ବି କୌଣସି ମଣିଷ ମୃତ ହଉ ଜୀବିତ ହଉ ତାଙ୍କ ସହିତ ଲଗେଇ ପ୍ରଚାର ପ୍ରସାର କରି କିଛି ପଇସା ଇନକମ୍ କରୁଛନ୍ତି ବା ସେମାନେ ଚଳୁଛନ୍ତି। ପରମାତ୍ମାଙ୍କ ନାମକୁ ସେମାନେ କ'ଣ କରୁଛନ୍ତି ନା ଅପବ୍ୟବହାର କରୁଛନ୍ତି। କାହିଁକି? ତାଙ୍କର କିଛି ବେପାର କରିବା ପାଇଁ। କିନ୍ତୁ ପରମାତ୍ମାଙ୍କ ନାମକୁ ଯେଉଁମାନେ ସ୍ମରଣ କରନ୍ତି ନିଶ୍ଚିତ ଭାବରେ ସେମାନେ ଆନନ୍ଦରେ ରହନ୍ତି, ତେଳେ ମାତ୍ର ସନ୍ଦେହ ନାହିଁ। କିନ୍ତୁ ଆଜିର ଦୁନିଆ ଯେଉଁ ଅଜ୍ଞାନମାନେ ଏ କର୍ମରେ ଲିପ୍ତ ଥାଇ ଓମ୍ ଶବ୍ଦକୁ କୌଣସି ମଣିଷ ମୃତ ହଉ ବା ଜୀବିତ ମଣିଷଙ୍କ ସହିତ ଲଗାଇ ଆଜି ସମାଜକୁ କଳୁଷିତ କରୁଛନ୍ତି, ସେ ଅଜ୍ଞାନମାନେ କଳିଯୁଗରେ ପରମାତ୍ମାଙ୍କ ଦ୍ୱାରା ନିଶ୍ଚିତ ଭାବରେ ହିଁ ସେଭଳି କିଛି ଶିକ୍ଷା ପାଇବେ, ତାହାର ତିଳେ ମାତ୍ର ସନ୍ଦେହ ନାହିଁ। କାହିଁକି ନା ଓମ୍ ହେଉଛି ପରମାତ୍ମାଙ୍କର ନାମ ଅଟେ। ଆଉ କାହିଁକି ନାମ ଅଟେ ଆପଣଙ୍କୁ କହିଲି, ତାହା ଆପଣମାନେ ମଧ୍ୟ ପରୀକ୍ଷା କରି ଦେଖନ୍ତୁ। ଓମ୍ ଯେତେବେଳେ ଆପଣମାନେ ଉଚ୍ଚାରଣ କରୁଛନ୍ତି ସେତେବେଳେ ଆପଣଙ୍କର ଜୀବ ହଲୁ ନାହିଁ। କିନ୍ତୁ ଆପଣମାନେ ଅନ୍ୟ କୌଣସି ନାମ ଯଦି କହିବେ ଜୀବ ନିଶ୍ଚିତ ଭାବରେ ହଲିବ। ଓମ୍ ଉଚ୍ଚାରଣ କଲେ ଆପଣଙ୍କର ଜୀବ ହଲିବ ନାହିଁ। ତେଣୁ ଆପଣ ସଚେତନ ହୁଅନ୍ତୁ। ପରମାତ୍ମା ନାମକୁ କୌଣସି ମଣିଷଙ୍କ ସହିତ ଲଗାନ୍ତୁନି ଯାହାକି ପରମାତ୍ମାଙ୍କ ପ୍ରତି ଅସମ୍ମାନ ହେବ। ପରମାତ୍ମାଙ୍କ ପ୍ରତି ଅସମ୍ମାନ ହେଲେ ବିଭିନ୍ନ ପ୍ରକାର ସମାଜରେ ହିଁ ବିଭିନ୍ନ ପ୍ରକାର ଅଘଟଣ, ବିଭିନ୍ନ ପ୍ରକାର ମାନେ ଅପ୍ରସ୍ତିକର ପରିସ୍ଥିତି ସୃଷ୍ଟି ହେବ, ଯାହାକି ହିଁ ସମାଜର ପ୍ରତ୍ୟେକ ମଣିଷମାନେ ହିଁ ନିରାନନ୍ଦରେ ରହିବେ। ଯେଉଁମାନେ ପରମାତ୍ମାଙ୍କୁ ସମ୍ମାନ ଦେଉଛନ୍ତି ସେମାନେ ଓମ୍ ଶବ୍ଦକୁ କୌଣସି ମଣିଷ, ସେ ଜୀବିତ ହଉ ବା ମୃତ ମଣିଷ ସହିତ ଲଗାନ୍ତୁ ନାହିଁ। ତେଣୁ ଆପଣ ଜାଣିଲେ ପରମାତ୍ମାଙ୍କ ନାମ ହେଉଛି ଓମ୍ ଏବଂ ପରମାତ୍ମାଙ୍କର ନାମରୁ ହିଁ ଆପଣଙ୍କୁ ଅମୃତ ମିଳେ। ଯେଉଁ ଅମୃତ କି ଅସରନ୍ତି ତାହା ହେଉଛି କ'ଣ ନା ବିନା ମୂଲ୍ୟରେ ମିଳେ, କୌଣସି ପଇସା ଦେବାକୁ ପଡ଼େନି। ତାହା କ'ଣ ମିଳେ ନା ଦୁଇଟି ଆପଣଙ୍କୁ ମିଳେ, ତାହା ଅର୍ଥ ଭକ୍ତି ଆଉ ଶକ୍ତି। ସେଇ ଭକ୍ତି ଶକ୍ତି ମାଧ୍ୟମରେ ଆପଣ କ'ଣ ପାଇପାରିବେ ନା ପରମାତ୍ମାଙ୍କ ଠାରୁ ପାଇପାରିବେ ଆନନ୍ଦ, ଶାନ୍ତି।